ଭଦ୍ରକରେ ବନ୍ୟା ପରିସ୍ଥିତି ଉପୁଜିଛି। ବୈତରଣୀରେ ବଢ଼ି ପାଣି ବା ବନ୍ୟା ଜଳ ଆସିବା ଏବଂ ସାଳନ୍ଦୀ ନଦୀରେ ମଧ୍ୟ ବନ୍ୟା ଜଳ ଆସିବା ହେତୁ ଭଦ୍ରକ ସହରାଞ୍ଚଳ ସମେତ ଭଦ୍ରକ ଜିଲ୍ଲାର 7ଟି ବ୍ଲକର ବିଭିନ୍ନ ତଳି ଅଞ୍ଚଳ ଜଳମଗ୍ନ ହୋଇଛି। ଆପଣ ଏ ଚିତ୍ର ଦେଖୁଛନ୍ତି, ଏ ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡ଼ିସ୍ଥିତ ବିଭିନ୍ନ ଗ୍ରାମର ଚିତ୍ର। ଦେଖନ୍ତୁ, ଘର ଭିତରେ ପାଣି, ଘର ବାହାରେ ପାଣି। ତଳି ଅଞ୍ଚଳ ଗୁଡ଼ିକ ସମ୍ପୂର୍ଣ୍ଣ ଏମିତି ପାଣି ପ୍ରବାହିତ ହେଉଛି। ଲୋକମାନଙ୍କ ଦୈନିକ ଜୀବନ ଦୁର୍ବିସହ ହୋଇପଡ଼ିଲାଣି। ଦେଖୁଛନ୍ତି ଆପଣ ଚିତ୍ର, କେମିତି ଗାଁ ଦାଣ୍ଡରେ ଲହଡ଼ି ଭାଗୁଛି ପାଣି। କେଉଁଠି ଅଣ୍ଟାଏ ତ କେଉଁଠି ଆଣ୍ଠୁଏ ପାଣି। ଏମିତି ଅବସ୍ଥାରେ ଭଦ୍ରକ ଜିଲ୍ଲାର ସମ୍ପୂର୍ଣ୍ଣ 7ଟି ଯାକ ବ୍ଲକ ଏହିପରି ଅବସ୍ଥା। ଆପଣ ଏ ଯେଉଁ ଚିତ୍ର ଦେଖୁଛନ୍ତି, ଏହିପରି ବିଭିନ୍ନ ବ୍ଲକର ଏହି ଅବସ୍ଥା। ଆପଣ ବନ୍ତ ବ୍ଲକ କଥା କୁହନ୍ତୁ, ଭଣ୍ଡାରୀ ପୋଖରୀ ବ୍ଲକ କଥା କୁହନ୍ତୁ, ଭଦ୍ରକ ସହର ବା ଭଦ୍ରକ ବ୍ଲକ ମ୍ୟୁନିସିପାଲିଟି ଏବଂ ପଞ୍ଚାୟତ ଏରିଆ କଥା କୁହନ୍ତୁ, ଧାମନଗର କଥା କୁହନ୍ତୁ, ଆପଣ ଚାନ୍ଦବାଲି ବ୍ଲକ କଥା କୁହନ୍ତୁ, ତିହିଡ଼ି ବ୍ଲକ ଏବଂ ବାସୁଦେବପୁର ବ୍ଲକ। ଏମିତି 7ଟି ଯାକ ବ୍ଲକ ବନ୍ୟା ଜଳରେ ପ୍ରଭାବିତ ହୋଇପଡ଼ିଛି। ବିଶେଷ କରି ଭଦ୍ରକ ସହରର ଚିତ୍ର ଆପଣଙ୍କୁ ପୂର୍ବରୁ ଦେଖାଇଥିଲୁ। ସାଳନ୍ଦୀ ଫୁଲିବା ହେତୁ କେମିତି ଭଦ୍ରକ ସହରର 10ଟି ୱାର୍ଡ଼ରେ ପାଣି ପଶିଛି, ବିଭିନ୍ନ ପଞ୍ଚାୟତରେ ପାଣି ପଶିଛି। ସେପଟେ ବୈତରଣୀରେ ବନ୍ୟା ଜଳ ଆସିବା ହେତୁ ବୈତରଣୀ ପ୍ରଭାବିତ କରିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ, ଧାମନଗର, ଚାନ୍ଦବାଲିର ତଳ ଅଞ୍ଚଳକୁ ବିଶେଷ ଭାବେ ପ୍ରଭାବିତ କରିଛି। ଲୋକମାନଙ୍କ ପାଖରେ ସରକାର ପହଞ୍ଚିଛନ୍ତି। ଲୋକମାନଙ୍କୁ କେମିତି କେଉଁଠି ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଉଛି ତ କେଉଁଠି ଆହୁରି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଲୋକଙ୍କୁ ଶୁଖିଲା ଖାଦ୍ୟ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ପୁରା ଆଲର୍ଟ ରହିଛନ୍ତି। ଜିଲ୍ଲା ପ୍ରଶାସନ ମଧ୍ୟ ଲୋକଙ୍କ ସହିତ ଅଛି। କେହି କେଉଁଠି ଯଦି ଫସିଥାନ୍ତି ତାହେଲେ ଆପଣ ଜିଲ୍ଲା ପ୍ରଶାସନକୁ ସିଧାସଳଖ ଯୋଗାଯୋଗ ମଧ୍ୟ କରିପାରିବେ। ଆପଣ ସମ୍ପୂର୍ଣ୍ଣ ଚିତ୍ରକୁ ଏହି ଭିଡ଼ିଓ ମାଧ୍ୟମରେ ଦେଖିଲେ।